ओम शांति 11 मे 2025 अव्यक्त महावाक्य पुनरावृत्ति 7 मार्च 2005 मुरलीर सारांश। बापदादा कहते संपूर्ण पवित्रतार व्रत रखिबा एवं मु पणिया को समर्पित करिबा ही शिव जयंती पालन करिबा। संपूर्ण पवित्रतार व्रत रखिबा एवं मु पणिया को समर्पित करिबा ही शिव जयंती पालन करिबा। आज विशेष करी शिव बाबा निजर शालग्राम संतान मानकर जन्मदिन पालन करिबा पई आसिछंती। तुमे पिला माने बाबांकर जन्मदिन पालन करिबा पई आसिछ, किंतु बाप दादा पिला मानकर जन्मदिन पालन करिबा पई आसिछंती। काहेकि ना बाबांकर पिला मानक प्रति बहुत स्नेह अछि। बाबा यही धराधाम रे अवतरित हेबा मात्रके यज्ञ रचना करिथांती एवं यज्ञ रे ब्राह्मण मानक बिना यज्ञर कार्य संपन्न होई परिबो नाही। सेथिपाई यही जन्मदिन अलौकिक अटे, न्यारा एवं प्यारा अटे, अर्थात स्वतंत्र अटे। यही जन्मदिन एभली अटे जहाँकि पितांकर जन्मदिन एवं पिलामानकर जन्मदिन गोटिए दिन होइथिबो। एभली जन्मदिन सारा कल्प भितरे ना काहार होइछि ना केबे होई परिबो। बाबा हेउछंती निराकार, गोटिए पटे निराकार अटंती, अन्य पटे जन्म दिवस मध्य पालन करुछंती। दुनिया रे केवल एकमात्र शिव बाबा ही अटंती, जहाँकर निजर कौनसी शरीर नाही। सेथिपाई ब्रह्मा बाबांकर शरीर रे अवतरित हेउछंती एवं यही भली अवतरित हेबाकु ही भक्त माने जयंती रूप रे पालन करुछंती। तेबे तुमे समस्ते बाबांकर जन्मदिन पालन करिबा पई आसिछ ना निजर जन्मदिन पालन करिबा पई आसिछ? अभिनंदन देबा पई आसिछ ना नेबा पई आसिछ? यही भली एकाठी रहिबार प्रतिज्ञा बाबा पिलामानक सहित करिछंती। एबे भी संगम जुगरे जुगल रूपरे साथीरे अछंती। अवतरण मध्य एकाठी करिछंती, परिवर्तन करिबारे कार्य मध्य एकाठी करुछंती एवं निज घर परम धाम को जिबारे मध्य साथी अटंती। ଏହା ହିଁ ହେଉଛି ବାବା ଏବଂ ପିଲାମାନଙ୍କର ସ୍ନେହର ସ୍ୱରୂପ। ଶିବ ଜୟନ୍ତୀ ଭକ୍ତମାନେ ମଧ୍ୟ ପାଳନ କରୁଛନ୍ତି ଏବଂ ତୁମେମାନେ ମଧ୍ୟ ପାଳନ କରୁଛ, କିନ୍ତୁ ସେମାନେ କେବଳ ଡାକିଥାନ୍ତି ଏବଂ ଗୀତ ଗାଇଥାନ୍ତି। ତୁମେମାନେ ଡାକୁନାହଁ। ତୁମମାନଙ୍କର ପାଳନ କରିବାର ଅର୍ଥ ହେଲା ବାବାଙ୍କ ସମାନ ହେବା। ପାଳନ କରିବା ଅର୍ଥ ସର୍ବଦା ଉମଗ ଉତ୍ସାହରେ ଉଡ଼ିବା, ସେଥିପାଇଁ ଏହାକୁ ଉତ୍ସବ କୁହାଯାଏ। ତେବେ ଉତ୍ସବର ଅର୍ଥ ହେଉଛି ଉତ୍ସାହରେ ରହିବା। ତେଣୁ ସର୍ବଦା ଉତ୍ସବରେ ଅର୍ଥାତ୍ ଉତ୍ସାହରେ ରହିବା ବାଲା ଅଟ ନା? ସବୁବେଳେ ରହୁଛ ନା କେବେ କେବେ ରହୁଛ? ଏମିତି ବି ଦେଖିବାକୁ ଗଲେ ବ୍ରାହ୍ମଣ ଜୀବନର ଶ୍ୱାସକ୍ରିୟା ଉମଗ ଉତ୍ସାହ ଅଟେ। ଯେପରି ଶ୍ୱାସକ୍ରିୟା ବିନା ବଞ୍ଚିବା ଅସମ୍ଭବ, ସେହିପରି ବ୍ରାହ୍ମଣ ଆତ୍ମା ମାନେ ଉମଗ ଉତ୍ସାହ ଅଟେ। ବିନା ବ୍ରାହ୍ମଣ ଜୀବନରେ ରହିପାରିବେ ନାହିଁ। ଏହିଭଳି ଅନୁଭବ କରୁଛ ନା? ଦେଖ, ବିଶେଷ କରି ଜୟନ୍ତୀ ପାଳନ କରିବା ପାଇଁ କେଉଁଠୁ କେଉଁଠୁ ଦୂର ଦୂରାନ୍ତରରୁ ଧାଇଁ ଧାଇଁ ଆସିଛ। ବାପ ଦାଦାଙ୍କୁ ନିଜର ଜନ୍ମଦିନ ପାଇଁ ସେତିକି ଖୁସି ଲାଗୁନାହିଁ ଯେତିକି ପିଲାମାନଙ୍କର ଜନ୍ମଦିନ ପାଳନ କରିବାର ଖୁସି ଲାଗୁଛି। ସେଥିପାଇଁ ବାପ ଦାଦା ଗୋଟିଏ ଗୋଟିଏ ସନ୍ତାନକୁ ପଦ୍ମଗୁଣା ଖୁସିର ଥାଳି ଗୁଡ଼ିକୁ ଭରପୁର କରି ଅଭିନନ୍ଦନ ଦେଉଛନ୍ତି। ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ବାପ ଦାଦାଙ୍କୁ ଆଜିର ଦିନରେ ସଚ୍ଚା ଭକ୍ତମାନେ ମଧ୍ୟ ବହୁତ ମନେ ପଡ଼ୁଛନ୍ତି। ସେମାନେ ବ୍ରତ ରଖୁଛନ୍ତି ଗୋଟିଏ ଦିନ ପାଇଁ, କିନ୍ତୁ ତୁମେମାନେ ବ୍ରତ ରଖିଛ ସାରା ଜୀବନ ସମ୍ପୂର୍ଣ୍ଣ ପବିତ୍ର ହେବା ପାଇଁ। ସେମାନେ ଖାଇବା ପିଇବାର ବ୍ରତ ରଖୁଛନ୍ତି। ତୁମେମାନେ ମଧ୍ୟ ନିଜର ମନକୁ ବ୍ୟର୍ଥ ସଂକଳ୍ପର, ନକାରାତ୍ମକ ସଂକଳ୍ପର ଏବଂ ଅପବିତ୍ର ସଂକଳ୍ପର ଭୋଜନ ନ ଦେବାର ବ୍ରତ ରଖିଛ।
କ'ଣ ପକ୍କା ବ୍ରତ ରଖିଛ ତ? ଡବଲ ବିଦେଶୀମାନେ ଆଗରେ ଆଗରେ ବସିଛନ୍ତି। ଆଗରେ ବସିଥିବା ଏହି କୁମାର କୁହ, କୁମାରମାନେ ବ୍ରତ ରଖିଛ? ପକ୍କା ବ୍ରତ ରଖିଛ? କଞ୍ଚା ନୁହେଁ ତ? ମାୟା ମଧ୍ୟ ଶୁଣୁଛି। ସମସ୍ତେ ଝଣ୍ଡି ଅର୍ଥାତ୍ ଛୋଟ ଛୋଟ ପତାକା ହଲାଉଛନ୍ତି। ତେଣୁ ମାୟା ମଧ୍ୟ ଏହାକୁ ଦେଖୁଛି। ଯେବେ କି ବ୍ରତ ଧାରଣ କରିଛ, ମୋତେ ପବିତ୍ର ହେବାକୁ ହିଁ ପଡ଼ିବ। ତେଣୁ ବ୍ରତ ରଖିବା ଅର୍ଥ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିବା। ତେବେ ମନର ବୃତ୍ତି ଯେଉଁଭଳି ହୋଇଥାଏ, ଦୃଷ୍ଟି ଏବଂ କୃତି ଅର୍ଥାତ୍ କର୍ମ ମଧ୍ୟ ସ୍ୱତଃ ହିଁ ସେହିଭଳି ହୋଇଥାଏ। ତେଣୁ ଏହିଭଳି ବ୍ରତ ରଖିଛ ନା? ପବିତ୍ର ଶୁଭ ବୃତ୍ତି, ପବିତ୍ର ଶୁଭ ଦୃଷ୍ଟି। ଯେତେବେଳେ ପରସ୍ପରକୁ ଦେଖୁଛ, କ'ଣ ଦେଖୁଛ? ମୁହଁକୁ ଦେଖୁଛ ନା ଭ୍ରୁକୁଟି ମଝିରେ ଚମକୁଥିବା ଆତ୍ମାକୁ ଦେଖୁଛ? କେହି ଜଣେ କହୁଥିଲା, ଯେତେବେଳେ କଥା କହିବାକୁ ପଡ଼ୁଛି ବା କିଛି କାମ କରିବାକୁ ପଡ଼ୁଛି, ସେତେବେଳେ ମୁହଁକୁ ଦେଖି କଥା କହିବାକୁ ପଡ଼ୁଛି। ଆଖି ଉପରେ ହିଁ ଦୃଷ୍ଟି ପଡ଼ୁଛି। ତେଣୁ କେବେ କେବେ ମୁହଁକୁ ଦେଖିବା ଦ୍ୱାରା ଟିକିଏ ବୃତ୍ତି ବଦଳି ଯାଉଛି। ତେଣୁ ବାପ ଦାଦା କହୁଛନ୍ତି, ଆଖି ସହିତ ଭ୍ରୁକୁଟି ମଧ୍ୟ ରହିଛି। ତେଣୁ ଭ୍ରୁକୁଟି ମଝିରେ ଆତ୍ମାକୁ ଦେଖି କଥା ହୋଇପାରିବ। ଏବେ ବାପ ଦାଦା ସମ୍ମୁଖରେ ବସି ପିଲାମାନଙ୍କର ଆଖିକୁ ଦେଖୁଛନ୍ତି ନା ଭ୍ରୁକୁଟିକୁ ଦେଖୁଛନ୍ତି? ଜାଣିପାରୁଛ? ଦୁଇଟି ଯାକ ପାଖାପାଖି ତ ଅଛନ୍ତି ନା? ତେଣୁ ମୁଖକୁ ଦେଖ, କିନ୍ତୁ ମୁଖରେ ଥିବା ଭ୍ରୁକୁଟି ମଝିରେ ଚମକୁଥିବା ତାରକାକୁ ଦେଖ। ତେଣୁ ଏହାର ମଧ୍ୟ ବ୍ରତ ରଖ। ବ୍ରତ ରଖିଛ, କିନ୍ତୁ ଏଥିପ୍ରତି ଆହୁରି ଅଧିକ ଧ୍ୟାନ ଦିଅ। ଆତ୍ମାକୁ ଦେଖି କଥାବାର୍ତ୍ତା କରିବାକୁ ହେବ। ଆତ୍ମା ସହିତ ଆତ୍ମା କଥା ହେଉଛି। ଆତ୍ମା ଦେଖୁଛି। ଏହାଦ୍ୱାରା ବୃତ୍ତି ସର୍ବଦା ଶୁଭ ରହିବ ଏବଂ ଆଉ ଗୋଟିଏ ଲାଭ ହେବ, ଯାହାକି ଯେପରି ବୃତ୍ତି ସେହି ଅନୁସାରେ ବାୟୁମଣ୍ଡଳ ମଧ୍ୟ ନିର୍ମାଣ ହୋଇଥାଏ ଏବଂ ବାୟୁମଣ୍ଡଳକୁ ଶ୍ରେଷ୍ଠ କରିବା ଦ୍ୱାରା ନିଜର ପୁରୁଷାର୍ଥ ସହିତ ସେବା ମଧ୍ୟ ହୋଇଯାଇଥାଏ। ତେଣୁ ଡବଲ ଫାଇଦା ହେଲା ନା? ତେଣୁ ନିଜର ବୃତ୍ତିକୁ ଏଭଳି ଶ୍ରେଷ୍ଠ କର, ଯାହାକି କିପରି କେତେ ବି ବିକାରୀ ପତିତ ଆତ୍ମା ଆସୁ, ତୁମର ଶ୍ରେଷ୍ଠ ବୃତ୍ତିର ବାୟୁମଣ୍ଡଳ ଦ୍ୱାରା ପରିବର୍ତ୍ତନ ହୋଇଯାଉ। ଏହିଭଳି ବ୍ରତ ସର୍ବଦା ସ୍ମୃତିରେ ରହୁ ଏବଂ ସ୍ୱରୂପରେ ରହୁ। ଆଜିକାଲି ବାପ ଦାଦା ପିଲାମାନଙ୍କର ଚାଟକୁ ଦେଖୁଛନ୍ତି। ନିଜର ବୃତ୍ତି ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରିବା ପରିବର୍ତ୍ତେ କେଉଁଠି କେଉଁଠି କେବେ କେବେ ଅନ୍ୟମାନଙ୍କର ବାୟୁମଣ୍ଡଳର ମଧ୍ୟ ପ୍ରଭାବ ପଡ଼ିଯାଉଛି। ଏହାର କାରଣ କ'ଣ? ପିଲାମାନେ ବାର୍ତ୍ତାଳାପ କରିବା ସମୟରେ ବହୁତ ମିଠା ମିଠା କଥା କହିଥାନ୍ତି। ଏହାଙ୍କର ବିଶେଷତା ଭଲ ଲାଗୁଛି। ଏହାଙ୍କଠାରୁ ବହୁତ ଭଲ ସହଯୋଗ ମିଳୁଛି। କିନ୍ତୁ ବିଶେଷତା ତ ପ୍ରଭୁଙ୍କର ଦାନ ଅଟେ। ବ୍ରାହ୍ମଣ ଜୀବନରେ ଯାହା ବି ପ୍ରାପ୍ତ ହୋଇଛି, ଯାହା ବି ବିଶେଷ ଅଛି, ସବୁକିଛି ପ୍ରଭୁ ପ୍ରସାଦ ଅଟେ, ପ୍ରଭୁଙ୍କର ଦାନ ଅଟେ। ତେଣୁ ଦାତାଙ୍କୁ ଭୁଲି ଦାତାଙ୍କଠାରୁ ନେବାବାଲାଙ୍କୁ ମନେ ପକାଉଛ। ପ୍ରସାଦ କେବେ ବି କାହାର ବ୍ୟକ୍ତିଗତ ଅଟେ, ଏହା ତ ଗାୟନ ନାହିଁ। ପ୍ରଭୁ ପ୍ରସାଦ ବୋଲି କହିଥାନ୍ତି, ଅମୁକଙ୍କର ପ୍ରସାଦ କୁହାଯାଏ ନାହିଁ। ସହଯୋଗ ମିଳୁଛି, ଏହା ତ ଭଲ କଥା, କିନ୍ତୁ ସହଯୋଗ କରାଉଥିବା ଦାତାଙ୍କୁ କାହିଁକି ଭୁଲି ଯାଉଛ? ତେଣୁ ପକ୍କା ପକ୍କା ଜନ୍ମଦିନର ବ୍ରତ ରଖିଛ ତ? ବୃତ୍ତି ପରିବର୍ତ୍ତନ ହୋଇଯାଉଛି ତ? ତେବେ ସମ୍ପୂର୍ଣ୍ଣ ପବିତ୍ରତାକୁ ଧାରଣ କରିବା ହିଁ ସଚା ବ୍ରତ ରଖିବା ବା ପ୍ରତିଜ୍ଞା କରିବା। ତେଣୁ ଚେକ୍ କର, ବଡ଼ ବଡ଼ ବିକାରଗୁଡ଼ିକର ବ୍ରତ ତ ରଖିଛ, କିନ୍ତୁ ସେମାନଙ୍କର ଅନେକ ଛୋଟ ଛୋଟ ପିଲାଛୁଆଙ୍କ ଠାରୁ ମୁକ୍ତ ଅଟ ତ? ଏମିତି ବି ଦେଖ, ଜୀବନରେ ଘର ଗୃହସ୍ଥବାଲାଙ୍କର ପିଲାମାନଙ୍କ ଠାରୁ ଅଧିକ ସ୍ନେହ ନାତି ନାତୁଣୀଙ୍କ ପ୍ରତି ରହିଥାଏ। ମାତାମାନଙ୍କର ସ୍ନେହ ଥାଏ ନା? ତେବେ ବଡ଼ ବଡ଼ ରୂପକୁ ତ ଜିତି ଯାଉଛ, କିନ୍ତୁ ଛୋଟ ଛୋଟ ସୂକ୍ଷ୍ମ ସ୍ୱରୂପରେ ସେମାନେ ଆକ୍ରମଣ କରୁନାହାନ୍ତି ତ? ଏମିତି କେହି କେହି କୁହନ୍ତି। ଆସକ୍ତି ନାହିଁ ଯେ, କିନ୍ତୁ ଭଲ ଲାଗୁଛି। ଏହି ଜିନିଷଟି ବହୁତ ଭଲ ଲାଗୁଛି, କିନ୍ତୁ ଆସକ୍ତି ନାହିଁ। ତେବେ ବିଶେଷ ଭଲ କାହିଁକି ଲାଗୁଛି? ତେଣୁ ଚେକ୍ କର, ଛୋଟ ଛୋଟ ରୂପରେ ମଧ୍ୟ ଅପବିତ୍ରତାର ଅଂଶ ରହିଯାଇ ନାହିଁ ତ? କାହିଁକି ନା ଅଂଶରୁ କେବେ ବି ବଂଶର ଉତ୍ପତ୍ତି
ଉତ୍ପତ୍ତି ହୋଇପାରେ। କୌଣସି ବି ବିକାର ଚାହେଁ ଛୋଟ ରୂପରେ ଚାହେଁ ବଡ଼ ରୂପରେ ଆସିବାର ନିମିତ୍ତ ଗୋଟିଏ ଶବ୍ଦର ଭାବାର୍ଥ ହିଁ ଅଟେ। ସେହି ଗୋଟିଏ ଶବ୍ଦ ହେଲା ମୁଁ, ଦେହର ଅଭିମାନ ମୁଁ। ଏହି ଗୋଟିଏ ଶବ୍ଦରୁ ଅଭିମାନ ମଧ୍ୟ ଆସିଥାଏ ଏବଂ ଅଭିମାନ ଯଦି ପୂରଣ ନ ହୁଏ ତେବେ କ୍ରୋଧ ମଧ୍ୟ ଆସିଥାଏ। କାହିଁକି ନା ଅଭିମାନର ଲକ୍ଷଣ ହେଲା ସେହି ଆତ୍ମା ନିଜର ଅପମାନର ଗୋଟିଏ ବି ଶବ୍ଦ ସହନ କରିପାରିବ ନାହିଁ। ସେଥିପାଇଁ କ୍ରୋଧ ଆସିଯାଇଥାଏ। ତେଣୁ ଭକ୍ତମାନେ ତ ବଳି ଚଢ଼ାଇଥାନ୍ତି, କିନ୍ତୁ ତୁମେମାନେ ଆଜିର ଦିନରେ ଯାହା ବି ସବୁ ବିନାଶୀ ମୁଁ ପଣିଆ ରହିଛି ସବୁଗୁଡ଼ିକୁ ବାବାଙ୍କୁ ସମର୍ପଣ କରିଦିଅ, ଅର୍ଥାତ୍ ବଳି ଚଢ଼ାଇ ଦିଅ। ଏକଥା ଭାବନାହ ଯେ କରିବାକୁ ତ ହେବ, ହେବାକୁ ତ ପଡ଼ିବ, ଏଭଳି ତ କର ନାହିଁ। ସମର୍ଥ ଅଟ ଏବଂ ସମର୍ଥ ହୋଇ ଏହାକୁ ସମାପ୍ତ କର। ଏହା କିଛି ନୂଆ କଥା ନୁହେଁ। କେତେ କଳ୍ପ କେତେ ଥର ସମ୍ପୂର୍ଣ୍ଣ ହୋଇସାରିଛ, ମନେ ଅଛି? କିଛି ନୂଆ କଥା ନୁହେଁ। କଳ୍ପ କଳ୍ପ ହୋଇଆସିଛ। ହୋଇଥିବା କଥା ହିଁ ଏବେ ହେଉଛି। କେବଳ ପୁନରାବୃତ୍ତି କରିବାକୁ ହେବ। ହୋଇଥିବା କଥାକୁ ପୁଣି କରିବାକୁ ହେବ। ସେଥିପାଇଁ କୁହାଯାଏ ପୂର୍ବ ପ୍ରସ୍ତୁତ ଡ୍ରାମା ତିଆରି ହୋଇ ରହିଛି, କେବଳ ଏବେ ତାକୁ ପୁନରାବୃତ୍ତି କରିବାକୁ ହେବ, ଅର୍ଥାତ୍ ତିଆରି କରିବାକୁ ହେବ। ତେଣୁ ଏହା କଷ୍ଟକର ନା ସହଜ? ବାପଦାଦା ଜାଣିଛନ୍ତି ସଙ୍ଗମ ଯୁଗକୁ ସହଜ ପୁରୁଷାର୍ଥର ବରଦାନ ମିଳିଛି। ଏହି ଜନ୍ମରେ ସହଜ ପୁରୁଷାର୍ଥର ବରଦାନ ଦ୍ୱାରା 21 ଜନ୍ମ ପର୍ଯ୍ୟନ୍ତ ସହଜ ଜୀବନ ସ୍ୱତଃ ହିଁ ପ୍ରାପ୍ତ ହେବ। ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ମେହନତରୁ ମୁକ୍ତ କରିବା ପାଇଁ ଆସିଛନ୍ତି। 63 ଜନ୍ମ ତ ମେହନତ କରି କରି ଆସିଲ। ଏବେ ଏହି ଗୋଟିଏ ଜନ୍ମ ତ ପରମାତ୍ମା ସ୍ନେହ ପରମାତ୍ମା ପ୍ରେମ ଆଧାରରେ ମେହନତରୁ ମୁକ୍ତ ହୋଇଯାଅ। କାରଣ ଯେଉଁଠି ମୋହବତ ଅର୍ଥାତ୍ ପ୍ରଭୁ ପ୍ରେମ ରହିଛି ସେଠାରେ ମେହନତ କରିବାକୁ ପଡ଼େ ନାହିଁ ଏବଂ ଯେଉଁଠି ମେହନତ ଅଛି ସେଠାରେ ମୋହବତ ନାହିଁ। ତେଣୁ ବାପଦାଦା ସମସ୍ତଙ୍କୁ ସହଜ ପୁରୁଷାର୍ଥୀ ଭବର ବରଦାନ ଦେଉଛନ୍ତି ଏବଂ ମେହନତରୁ ମୁକ୍ତ ହେବାର ସାଧନ ହେଲା ମୋହବତ ଅର୍ଥାତ୍ ବାବାଙ୍କ ସହିତ ହାର୍ଦ୍ଦିକ ସ୍ନେହ। ସ୍ନେହରେ ଲବଲୀନ ହୋଇଯାଅ। ଏହାର ଯନ୍ତ୍ର ଅର୍ଥାତ୍ ସାଧନ ହେଲା ମନ୍ମନା ଭବର ମନ୍ତ୍ର। ତେଣୁ ଯନ୍ତ୍ରକୁ ସର୍ବଦା କାମରେ ଲଗାଅ। କାମରେ ଲଗାଇବା ତ ଜଣା ଅଛି ନା? ବାପଦାଦା ଦେଖୁଛନ୍ତି ସଙ୍ଗମ ଯୁଗରେ ପରମାତ୍ମା ସ୍ନେହ ଦ୍ୱାରା ବାପଦାଦାଙ୍କ ଦ୍ୱାରା କେତେ ସବୁ ଶକ୍ତି ମିଳିଛି, ଗୁଣ ମିଳିଛି, ଜ୍ଞାନ ମିଳିଛି, ଖୁସି ମିଳିଛି। ଏହି ସମସ୍ତ ପ୍ରଭୁଙ୍କ ଦାନକୁ ବା ସମ୍ପତ୍ତିକୁ ଯଥା ସମୟରେ କାର୍ଯ୍ୟରେ ଲଗାଅ। ତେଣୁ ବାପଦାଦା କ'ଣ ଚାହୁଁଛନ୍ତି ଶୁଣିଲ ତ? ପ୍ରତ୍ୟେକ ସନ୍ତାନ ସହଜ ପୁରୁଷାର୍ଥୀ ହୁଅନ୍ତୁ, ସହଜ ମଧ୍ୟ ଏବଂ ତୀବ୍ର ମଧ୍ୟ। ଏଥିପାଇଁ ଦୃଢ଼ତାର ଶକ୍ତିକୁ ବ୍ୟବହାର କର। ମୋତେ ହେବାକୁ ହିଁ ପଡ଼ିବ, ମୁଁ ହେବି ନାହିଁ ତ ଆଉ କିଏ ହେବ? ମୁଁ ହିଁ ହୋଇଥିଲି, ମୁଁ ହିଁ ଅଟେ ଏବଂ ପ୍ରତିକଳ୍ପରେ ମୁଁ ହିଁ ହେଉଥିବି। ଏତିକି ଦୃଢ଼ ନିଶ୍ଚୟ ନିଜ ଭିତରେ ଧାରଣ କରିବାକୁ ହିଁ ପଡ଼ିବ। କରିବି ବୋଲି କୁହ ନାହିଁ, ନିଶ୍ଚିତ କରିବି, ନିଶ୍ଚିତ ହେବ, ହୋଇକରି ହିଁ ରହିଛି। ବାପଦାଦା ଦେଶ ବିଦେଶର ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି। କେବଳ ତୁମେ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ଦେଖୁନାହାନ୍ତି, ଚାରିଆଡ଼ର ଦେଶ ବିଦେଶର ପିଲାମାନଙ୍କୁ ଦେଖୁଛନ୍ତି। ଅଧିକାଂଶ ସ୍ଥାନମାନଙ୍କର ଜନ୍ମଦିନର ଅଭିନନ୍ଦନ ମିଳିଛି, କାର୍ଡ଼ ମଧ୍ୟ ମିଳିଛି, ଇମେଲ୍ ମଧ୍ୟ ମିଳିଛି, ଅନ୍ତରର ସଂକଳ୍ପ ମଧ୍ୟ ମିଳିଛି। ବାବା ମଧ୍ୟ ପିଲାମାନଙ୍କୁ ଗୀତ ଗାଉଛନ୍ତି। ତୁମେମାନେ ଗୀତ ଗାଉଛ ନା? ବାବା ଆପନେ କର ଦି କମାଲ। ତେଣୁ ବାବା ମଧ୍ୟ ଗୀତ ଗାଉଛନ୍ତି। ମିଠା ମିଠା ପିଲାମାନେ ମଧ୍ୟ କମାଲ କରିଦେଲେ। ବାପଦାଦା ତ ସବୁବେଳେ କହୁଛନ୍ତି ଯେ ତୁମେମାନେ ତ ସମ୍ମୁଖରେ ବସିଛ, କିନ୍ତୁ ଦୂରରେ ବସିଥିବା ପିଲାମାନେ ମଧ୍ୟ ବାପଦାଦାଙ୍କର ହୃଦୟରେ ବସିଛନ୍ତି। ଆଜି ଚାରିଆଡ଼େ ପିଲାମାନଙ୍କର ସଂକଳ୍ପରେ ଅଛି ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ବାପଦାଦାଙ୍କର କାନରେ ମଧ୍ୟ ଶବ୍ଦ ଶୁଣାଯାଉଛି ଏବଂ ମନରେ ସଂକଳ୍ପ ମଧ୍ୟ ପହଞ୍ଚୁଛି। ଏହି ସବୁ କାର୍ଡ଼ ବା ପତ୍ର ଗୁଡ଼ିକ ତ ନିମିତ୍ତ ମାତ୍ର ଅଟେ, କିନ୍ତୁ ବହୁତ ବଡ଼ ହୀରାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଉପହାର ମଧ୍ୟ ଅଟେ।
ଏହି କଥା ସମସ୍ତେ ଶୁଣୁଛନ୍ତି ମଧ୍ୟ ଏବଂ ହର୍ଷିତ ମଧ୍ୟ ହେଉଛନ୍ତି। ତେବେ ସମସ୍ତେ ନିଜର ଜନ୍ମଦିନ ପାଳନ କରିନେଲ ତ? ଚାହେ 2 ବର୍ଷର ହୋଇଥାଅ, ଚାହେ 1 ବର୍ଷର ହୋଇଥାଅ, ଚାହେ 1 ସପ୍ତାହର ହୋଇଥାଅ, କିନ୍ତୁ ଏହା ଯେହେତୁ ଯଜ୍ଞର ସ୍ଥାପନାର ଜନ୍ମଦିବସ, ତେଣୁ ସବୁ ବ୍ରାହ୍ମଣ ପିଲାମାନେ ତ ଯଜ୍ଞ ନିବାସୀ ହିଁ ଅଟନ୍ତି। ସେଥିପାଇଁ ସବୁ ପିଲାମାନଙ୍କୁ ବହୁତ ବହୁତ ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଉଛୁ, ଆଶୀର୍ବାଦ ମଧ୍ୟ ଦେଉଛୁ ଏବଂ ସଦା ସର୍ବଦା ଏହିଭଳି ଆଶୀର୍ବାଦରେ ହିଁ ପାଳିତ ହେଉଥାଅ ଏବଂ ଉଡ଼ୁଥାଅ। ତେବେ ଆଶୀର୍ବାଦ ଦେବା ଏବଂ ନେବା ତ ସହଜ ଅଟେ ନା? କ'ଣ ସହଜ ଅଟେ ତ? ଯେଉଁମାନେ ଭାବୁଛନ୍ତି ସହଜ ଅଟେ ସେମାନେ ହାତ ଉଠାଅ, ପତାକା ହଲାଅ। ତେଣୁ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଭୁଲୁ ନାହଁ ତ? କାହିଁକିନା ସବୁଠାରୁ ସହଜ ପୁରୁଷାର୍ଥ ହେଲା ଆଶୀର୍ବାଦ ଦେବା ଏବଂ ଆଶୀର୍ବାଦ ନେବା। ଏଥିରେ ସୁଯୋଗ ମଧ୍ୟ ଆସିଯାଉଛି, ଜ୍ଞାନ ଧାରଣା ଏବଂ ସେବା ମଧ୍ୟ ଆସିଯାଉଛି। କେବଳ ଆଶୀର୍ବାଦ ଦେବାରେ ଏବଂ ଆଶୀର୍ବାଦ ନେବାରେ 4ଟି ଯାକ ବିଷୟ ଆସିଯାଉଛି। ତେବେ ଡବଲ ବିଦେଶୀମାନେ କୁହ, ଆଶୀର୍ବାଦ ଦେବା ଏବଂ ନେବା ସହଜ ଅଟେ ନା? କ'ଣ କହୁଛ, ସହଜ ଅଟେ ତ? 20 ବର୍ଷ ହେଲା ଯେଉଁମାନେ ଆସିଛନ୍ତି ସେମାନେ ହାତ ଉଠାଅ। ତୁମମାନଙ୍କୁ ତ 20 ବର୍ଷ ହୋଇଛି, କିନ୍ତୁ ବାପ ଦାଦା ତୁମମାନଙ୍କୁ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। କେତେ ଦେଶରୁ ଆସିଛ? 69ଟି ଦେଶରୁ। ଅଭିନନ୍ଦନ। 69ତମ ଜନ୍ମଦିନ ପାଳନ କରିବା ପାଇଁ 69ଟି ଦେଶରୁ ଆସିଛନ୍ତି। କେତେ ଭଲ କଥା। ଆସିବା ବେଳେ କୌଣସି ଅସୁବିଧା ହୋଇନାହିଁ ନା? ସହଜରେ ଆସିଯାଇଛ ନା? ଯେଉଁଠାରେ ମୋହବତ ରହିଛି ସେଠାରେ କୌଣସି ମେହନତ ନଥାଏ। ତେବେ ଆଜିର ବିଶେଷ ବରଦାନ କ'ଣ ମନେ ରଖିଲ? ସହଜ ପୁରୁଷାର୍ଥୀ। ସହଜ କାର୍ଯ୍ୟକୁ ଶୀଘ୍ର ଶୀଘ୍ର କରିଦେଇଥାଏ, କିନ୍ତୁ ପରିଶ୍ରମ କାମ କରିବା ପାଇଁ କଷ୍ଟ ଲାଗିଥାଏ, ତେଣୁ ସମୟ ଲାଗିଥାଏ। ତେଣୁ ତୁମେ ସମସ୍ତେ କ'ଣ ଅଟ? ସହଜ ପୁରୁଷାର୍ଥୀ। କୁହ, ମନେ ରଖିବ ତ? ନିଜ ନିଜ ଦେଶକୁ ଯାଇ ପରିଶ୍ରମ କରିବାରେ ଲାଗି ପଡ଼ିବ ନାହିଁ। ଯଦି କୌଣସି ମେହନତର କାମ ଆସିଯାଏ, ତେବେ ଦିଲ୍ଲୀରେ କହିବ, ବାବା, ମେରା ବାବା ସାହାଯ୍ୟ କର। ତେବେ ମେହନତ ସମାପ୍ତ ହୋଇଯିବ। ଆଚ୍ଛା, ପାଳନ କରିନେଲ ନା? ବାବା ମଧ୍ୟ ପାଳନ କରିଦେଲେ ଏବଂ ତୁମେମାନେ ମଧ୍ୟ ପାଳନ କରିଦେଲ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ଡ୍ରିଲ୍ କରିପାରିବ ନା? ଆଚ୍ଛା, ବାପଦାଦା ଡ୍ରିଲ୍ କରାଇଲେ। ଚାରିଆଡ଼ର ସର୍ବଦା ଉମଙ୍ଗ ଉତ୍ସାହରେ ରହୁଥିବା ଶ୍ରେଷ୍ଠ ପିଲାମାନଙ୍କୁ, ସର୍ବଦା ସହଜ ପୁରୁଷାର୍ଥୀ ସଙ୍ଗମଯୋଗୀ ସର୍ବବରଦାନୀ ପିଲାମାନଙ୍କୁ, ସର୍ବଦା ବାବା ଏବଂ ମୁଁ ଆତ୍ମା, ଏହି ସ୍ମୃତିରେ ମୁଁ ଶବ୍ଦ କହିବା ବାଲା ମୁଁ ଆତ୍ମା ସର୍ବଦା ସର୍ବ ଆତ୍ମାମାନଙ୍କୁ ନିଜର ବୃତ୍ତି ଦ୍ୱାରା ବାୟୁମଣ୍ଡଳର ସହଯୋଗ ଦେବା ବାଲା ମାଷ୍ଟର ସର୍ବଶକ୍ତିବାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ, ଅଭିନନ୍ଦନ ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଡବଲ ବିଦେଶୀ ବଡ଼ ବଡ଼ ଭଉଣୀମାନଙ୍କୁ, ସମସ୍ତେ ଭଲ ମେହନତ କରିଛ। ଅଲଗା ଅଲଗା ଗ୍ରୁପ୍ କରିଛ ନା? ତେଣୁ ମେହନତ ଭଲ କରିଛ ଏବଂ ଏଠାରେ ବାୟୁମଣ୍ଡଳ ମଧ୍ୟ ଭଲ ଅଟେ। ସଂଗଠନରେ ମଧ୍ୟ ଶକ୍ତି ରହିଛି, ତେଣୁ ସମସ୍ତଙ୍କୁ ଭଲ ସତେଜତା ମିଳିଯାଉଛି ଏବଂ ତୁମେମାନେ ନିମିତ୍ତ ହୋଇଯାଉଛ। ଭଲ କଥା। ଦୂର ଦୂରାନ୍ତରେ ରହୁଛ ନା? ତେଣୁ ସଂଗଠନର ଶକ୍ତି ତୁମମାନଙ୍କ ପାଇଁ ଭଲ କାମ କରୁଛି। ଏତେ ବଡ଼ ପରିବାର ଯେତେବେଳେ ଏକାଠି ହେଉଛ, ସେତେବେଳେ ସମସ୍ତଙ୍କର ବିଶେଷତାର ପ୍ରଭାବ ତ ନିଶ୍ଚିତ ପଡ଼ୁଛି। ବହୁତ ଭଲ ଯୋଜନା ମଧ୍ୟ କରିଛ। ବାପଦାଦା ଖୁସି ହେଉଛନ୍ତି। ସମସ୍ତଙ୍କର ସୁଗନ୍ଧ ତୁମମାନେ ନେଇଯାଉଛ। ସେମାନେ ଖୁସି ହେଉଛନ୍ତି। ତୁମମାନଙ୍କୁ ଆଶୀର୍ବାଦ ମିଳିଯାଉଛି। ଭଲ କଥା। ଏଠାରେ ଯେଉଁଭଳି ସମସ୍ତେ ଏକାଠି ହୋଇଯାଉଛ, ଏହା ବହୁତ ଭଲ କଥା। ପରସ୍ପର ଭିତରେ ଲେନଦେନ ମଧ୍ୟ ହୋଇଯାଉଛି ଏବଂ ସତେଜତା ମଧ୍ୟ ମିଳିଯାଉଛି। ପରସ୍ପରର ବିଶେଷତା ଯାହାକି ସମସ୍ତଙ୍କୁ ପସନ୍ଦ ହେଉଛି, ତାକୁ ମଧ୍ୟ ବ୍ୟବହାର କରୁଛ।
ଏହାଦ୍ୱାରା ସଂଗଠନ ମଧ୍ୟ ଭଲ ହୋଇଯାଉଛି। ତେଣୁ ଏହା ଠିକ୍ ଅଛି। ସେଣ୍ଟର ନିବାସୀ ଭାଇ ଭଉଣୀଙ୍କ ସହିତ ସମସ୍ତେ ଗୋଟିଏ ଗୋଟିଏ ବାନର ଦେଖାଇଛନ୍ତି, ଯେଉଁଥିରେ ଲେଖା ଅଛି, ପ୍ରେମ ଏବଂ ଦୟାର ଜ୍ୟୋତି ଜଳାଇ ରଖିବୁ। ବହୁତ ଭଲ ସଂକଳ୍ପ କରିଛ। ନିଜ ଉପରେ ମଧ୍ୟ ଦୟା ଦୃଷ୍ଟି, ସାଥୀମାନଙ୍କ ଉପରେ ମଧ୍ୟ ଦୟା ଦୃଷ୍ଟି ଏବଂ ସମସ୍ତଙ୍କ ଉପରେ ମଧ୍ୟ ଦୟା ଦୃଷ୍ଟି। ଈଶ୍ୱରୀୟ ସ୍ନେହ ତ ଚୁମ୍ବକ ଅଟେ। ତେଣୁ ତୁମ ପାଖରେ ଈଶ୍ୱରୀୟ ସ୍ନେହର ଚୁମ୍ବକ ଅଛି। ଯେକୌଣସି ଆତ୍ମାକୁ ଈଶ୍ୱରୀୟ ସ୍ନେହର ଚୁମ୍ବକ ଦ୍ୱାରା ବାବାଙ୍କର କରିଦେଇ ପାରିବ। ବାପ ଦାଦା ସେବା କେନ୍ଦ୍ରରେ ରହୁଥିବା ପିଲାମାନଙ୍କୁ ବିଶେଷ କରି ଦିଲ୍ଲୀର ଆଶୀର୍ବାଦ ଦେଉଛନ୍ତି, ଯାହାକି ତୁମେମାନେ ସାରା ବିଶ୍ୱରେ ନାମ ବିଖ୍ୟାତ କରୁଛ। କୋଣ ଅନୁକୋଣରେ ବ୍ରହ୍ମାକୁମାରୀ ସଂସ୍ଥାର ନାମକୁ ତ ବିସ୍ତାର କରିଛ ନା। ବାପ ଦାଦାଙ୍କୁ ମଧ୍ୟ ଗୋଟିଏ କଥା ବହୁତ ଭଲ ଲାଗୁଛି। ତାହା ହେଲା, ତୁମେମାନେ ଯେପରି ଡବଲ ବିଦେଶୀ ଅଟ, ସେହିପରି ଡବଲ ଚାକିରି ମଧ୍ୟ କରୁଛ। ଅଧିକାଂଶ ପିଲା ଲୌକିକ ଚାକିରି ମଧ୍ୟ କରୁଛନ୍ତି ଏବଂ ଅଲୌକିକ ଚାକିରି ମଧ୍ୟ କରୁଛନ୍ତି ଏବଂ ବାପ ଦାଦା ଦେଖୁଛନ୍ତି। ବାପ ଦାଦାଙ୍କର ଟିଭି ମଧ୍ୟ ବହୁତ ବଡ଼ ଅଟେ। ଏତେ ବଡ଼ ଟିଭି ଏଠାରେ ମଧ୍ୟ ନାହିଁ। ତେଣୁ ବାପ ଦାଦା ଦେଖୁଛନ୍ତି କିପରି ଶୀଘ୍ର ଶୀଘ୍ର କ୍ଲାସ୍ ଶେଷ କରି ଛିଡ଼ା ଛିଡ଼ା ଜଳଖିଆ ଖାଇ ସମୟ ଅନୁସାରେ ଚାକିରିରେ ପହଞ୍ଚି ଯାଉଛନ୍ତି ଏବଂ କମାଲ କରୁଛନ୍ତି। ଏହାକୁ ଦେଖିବା ସହିତ ବାପ ଦାଦା ଆନ୍ତରିକ ସ୍ନେହ ମଧ୍ୟ ଦେଉଛନ୍ତି। ବହୁତ ଭଲ କଥା। ସେବାର ନିମିତ୍ତ ମଧ୍ୟ ହୋଇଛ ଏବଂ ନିମିତ୍ତ ହେବାର ପୁରସ୍କାର ରୂପରେ ବାପ ଦାଦା ସର୍ବଦା ବିଶେଷ ଦୃଷ୍ଟି ମଧ୍ୟ ଦେଇ ଚାଲିଛନ୍ତି। ବହୁତ ଭଲ ଲକ୍ଷ୍ୟ ରଖିଛ। ଭଲ ଅଟ, ଭଲ ହୋଇ ରହିବ ଏବଂ ସମସ୍ତଙ୍କୁ ଭଲ କରିବ। ଆଚ୍ଛା, ବରଦାନ। ସର୍ବ ସମ୍ପତ୍ତିର ମିତବ୍ୟୟିତାର ବଜେଟ୍ ତିଆରି କରୁଥିବା ସୂକ୍ଷ୍ମ ପୁରୁଷାର୍ଥୀ ଭବ। ସର୍ବ ସମ୍ପତ୍ତିର ମିତବ୍ୟୟିତାର ବଜେଟ୍ ତିଆରି କରୁଥିବା ସୂକ୍ଷ୍ମ ପୁରୁଷାର୍ଥୀ ଭବ। ଡିଟେଲ୍ସ। ଯେପରି ଲୌକିକ ରୀତିରେ ଯଦି ମିତବ୍ୟୟିତାର ଘର ନଥିବ, ତେବେ ଠିକ୍ ଭାବରେ ଘର ଚାଲିପାରିବ ନାହିଁ। ସେହିପରି ଯଦି ନିମିତ୍ତ ହୋଇଥିବା ପିଲାମାନେ ମିତବ୍ୟୟୀ ହୋଇନଥିବେ, ତେବେ ସେଣ୍ଟର ମଧ୍ୟ ଠିକ୍ ଭାବରେ ଚାଲିପାରିବ ନାହିଁ। ତାହା ହେଲା ସୀମିତ ଗୃହସ୍ଥୀ। ଏହା ହେଉଛି ବେହଦର ଅର୍ଥାତ୍ ଲୌକିକ ଗୃହସ୍ଥୀ। ଅଲୌକିକ ଗୃହସ୍ଥୀ। ତେବେ ସର୍ବଦା ଚେକ୍ କରିବା ଦରକାର ଯେ ସଂକଳ୍ପରେ, ବାଣୀରେ ଏବଂ ଶକ୍ତିରେ ମୁଁ କ'ଣ କ'ଣ ସବୁ ଅତିରିକ୍ତ ଖର୍ଚ୍ଚ କରୁଛି। ଯେଉଁମାନେ ନିଜର ସର୍ବସମ୍ପତ୍ତିର ବଜେଟ୍ ଅର୍ଥାତ୍ ଅଟକଳ ପ୍ରସ୍ତୁତ କରି ସେହି ଅନୁସାରେ ଚାଲନ୍ତି, ସେହିମାନଙ୍କୁ ହିଁ ସୂକ୍ଷ୍ମ ପୁରୁଷାର୍ଥୀ କୁହାଯାଏ। ସେମାନଙ୍କର ସଂକଳ୍ପ, ବାଣୀ, କର୍ମ ବା ଜ୍ଞାନର ଶକ୍ତି କିଛି ବି ବ୍ୟର୍ଥ ହୋଇପାରିବ ନାହିଁ। ସ୍ଲୋଗାନ। ସ୍ନେହ ରୂପୀ ସମ୍ପତ୍ତିରେ ମାଲାମାଲ ହୋଇ ସମସ୍ତଙ୍କୁ ସ୍ନେହ ଦିଅ ଏବଂ ସ୍ନେହ ନିଅ। ସ୍ନେହ ରୂପୀ ସମ୍ପତ୍ତିରେ ମାଲାମାଲ ହୋଇ ସମସ୍ତଙ୍କୁ ସ୍ନେହ ଦିଅ ଏବଂ ସ୍ନେହ ନିଅ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ପବିତ୍ରତାର ଶକ୍ତି ପରମ ପୂଜ୍ୟ କରିଦିଏ। ପବିତ୍ରତାର ଶକ୍ତି ଦ୍ୱାରା ଏହି ପତିତ ଦୁନିଆକୁ ତୁମେମାନେ ପବିତ୍ର କରୁଛ। ପବିତ୍ରତାର ଶକ୍ତି ବିକାରର ଅଗ୍ନିରେ ଜଳୁଥିବା ଆତ୍ମାମାନଙ୍କୁ ଶୀତଳ କରିଦିଏ। ଆତ୍ମାକୁ ଅନେକ ଜନ୍ମର ବିକର୍ମର ବନ୍ଧନରୁ ମୁକ୍ତ କରିଦିଏ। ପବିତ୍ରତା ଆଧାରରେ ଦ୍ୱାପର ଯୁଗଠାରୁ ଏହି ସୃଷ୍ଟି କିଛି ନା କିଛି ଅଟକି ରହିଛି। ତେଣୁ ଏହାର ମହତ୍ତ୍ୱକୁ ଜାଣି ପବିତ୍ରତାର ଆଲୋକର ମୁକୁଟ ଧାରଣ କରିନିଅ। ଓମ୍ ଶାନ୍ତି।